କଲ୍ୟାଣ ଯୋଜନା, ୱାନ୍ କଲ୍ A1 ପ୍ରଚଳନ, ଭିଡିଓ ଜରିଆରେ ପ୍ରାଣୀ ସେବା ଆଦିର ପ୍ରଚଳନ ଇତ୍ୟାଦି ଅନ୍ତର୍ଭୁକ୍ତ। କୃଷି ସର୍ବଦା ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆଧାର ହୋଇ ରହିଆସିଛି। ଅନ୍ୟ ସବୁ କ୍ଷେତ୍ରର ଉତ୍ପାଦକତା କୃଷି କ୍ଷେତ୍ର ଉପରେ ବିଶେଷ ଭାବେ ନିର୍ଭରଶୀଳ। ମହାନ MS ସ୍ୱାମୀନାଥନଙ୍କ ଭାଷାରେ ଯଦି କୃଷି କ୍ଷେତ୍ରରେ ତ୍ରୁଟି ହୁଏ ତେବେ ଆଉ କିଛି ଠିକ୍ ହେବାର ସୁଯୋଗ ହିଁ ରହିବ ନାହିଁ। ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ କୃଷି କାର୍ଯ୍ୟକଳାପ ମଧ୍ୟରେ ଥିବା ଗଭୀର ସମ୍ପର୍କରୁ ଓଡ଼ିଆ ଲୋକମାନେ ପ୍ରେରଣା ପାଇ ଆସୁଛନ୍ତି। ରାଜ୍ୟର କୃଷି କ୍ଷେତ୍ରରେ ସମ୍ଭାବନାକୁ ସୁଦୃଢ଼ କରିବା ପାଇଁ 3S ଆଭିମୁଖ୍ୟ ସବସିଷ୍ଟେନ୍ସ, ଜୀବିକା ନିର୍ବାହ, ସେଲ୍ଫ ରିଲିଆନ୍ସ, ଆତ୍ମନିର୍ଭରଶୀଳତା ଓ ସଷ୍ଟେନେବିଲିଟି ପୋଷଣୀୟତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା କେବଳ କୃଷକଙ୍କ ଜୀବିକା ନିରାପତ୍ତା ବୃଦ୍ଧି ପାଇବ ନାହିଁ, ବରଂ ସମସ୍ତଙ୍କର ଖାଦ୍ୟ ନିରାପତ୍ତା ମଧ୍ୟ ପୂରଣ ହେବ। ସମକାଳୀନ ପରିସ୍ଥିତିରେ ନିରନ୍ତର ବିକାଶ କେବଳ ସେତେବେଳେ ସମ୍ଭବ ଯେତେବେଳେ କୃଷି ଜୀବିକା ନିର୍ବାହୀ, ଆତ୍ମନିର୍ଭରଶୀଳ ଏବଂ ଲାଭଦାୟକ ହେବ। ଓଡ଼ିଶାର ପ୍ରଖ୍ୟାତ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ଭାଷାରେ ନିଃସ୍ୱତାର ମୂର୍ତ୍ତି ଧରି ହିଆ ଯେ ଧରା ଆଗେ, ତାହାରି ଯୋଗେ ନୁଖୁରା ମାଟି ହସଇ ଶ୍ୟାମ ରାଗେ। ତାହାରି ଯୋଗେ ବଞ୍ଚି ରହେ ସୃଷ୍ଟି କାଳେ କାଳେ, ନନ୍ଦନର ଗନ୍ଧ ଛୁଟେ ସ୍ୱର୍ଣ୍ଣ କ୍ଷେତ ମାଳେ। ଏହି ଅବସରରେ ମୁଁ ଏହି କୃଷି ବଜେଟକୁ ରାଜ୍ୟର ସମସ୍ତ ଜନସାଧାରଣ, ବିଶେଷ କରି କୃଷି ଏବଂ ଆନୁଷଙ୍ଗିକ ବୃତ୍ତି ସହ ଜଡ଼ିତ ସମସ୍ତ କୃଷକ ସମ୍ପ୍ରଦାୟକୁ ସମର୍ପିତ କରୁଛି। ବାଚସ୍ପତି ମହୋଦୟା, ମୁଁ ବର୍ତ୍ତମାନ ସାଧାରଣ ବଜେଟ ଉପସ୍ଥାପନା କରିବାକୁ ଯାଉଛି। ରାଜ୍ୟର ଆର୍ଥିକ ଅବସ୍ଥାକୁ ଏକ ପୋଷଣୀୟ ମାର୍ଗରେ ପରିଚାଳିତ କରିବା ଲାଗି ଆମ ସମାଜର ବିଜ୍ଞ ଆର୍ଥିକ ପରିଚାଳନାର ପଥ ଅନୁସରଣ କରୁଛନ୍ତି। ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠିର ଉପଯୋଗ ଏବଂ ରାଜସ୍ୱର ଅଭିବୃଦ୍ଧି ମାଧ୍ୟମରେ ବଜେଟରେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବ। 2023-24 ଆର୍ଥିକ ବର୍ଷର ବଜେଟ ଅଟକଳ 2,30,000 କୋଟି ଟଙ୍କା ଥିଲା। ବର୍ତ୍ତମାନ ମୁଁ 2024-25 ଆର୍ଥିକ ବର୍ଷ ପାଇଁ 2,65,000 କୋଟି ଟଙ୍କାର ବ୍ୟୟବରାଦ ଅଟକଳ ନିମନ୍ତେ ପ୍ରସ୍ତାବ ଦେଉଛି, ଯାହାକି 2023-24 ଆର୍ଥିକ ବର୍ଷର ବଜେଟ ଅଟକଳ ଠାରୁ ପ୍ରାୟ 15% ଅଧିକ ଅଟେ। ଶାସନ ଏକ ନିରନ୍ତର ପ୍ରକ୍ରିୟା, ତେଣୁ ପ୍ରଚଳିତ ଯୋଜନାଗୁଡ଼ିକ ଜାରି ରଖି ଜନସାଧାରଣଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କେତେକ ନୂତନ ଯୋଜନା ପ୍ରସ୍ତାବିତ ଅଛି। ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ଯେଭଳି ଉଦ୍ଦିଷ୍ଟ ହିତାଧିକାରୀ ନିକଟରେ ପହଞ୍ଚିବ ଏବଂ ତାହାର ସୁବିନିଯୋଗ ହେବ, ତାହା ଆମେ ସୁନିଶ୍ଚିତ କରିବୁ। ବାଚସ୍ପତି ମହୋଦୟା, ମୁଁ କାର୍ଯ୍ୟକ୍ରମ ବ୍ୟୟକୁ 1,55,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଉଛି, ଯାହାକି 2024-25 ଆର୍ଥିକ ବର୍ଷର ମୋଟ ବଜେଟ ଆକଳନର 58%। ଏହା 2023-24 ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟ ଅଟକଳ ଠାରୁ 24% ଅଧିକ। ପୁଞ୍ଜି ବ୍ୟୟ ବରାଦକୁ 58,195 କୋଟି ଟଙ୍କା ପ୍ରସ୍ତାବିତ ଅଛି, ଯାହା ବିଗତ ବର୍ଷର ସଂଶୋଧିତ ଅଟକଳ ଠାରୁ 26% ଅଧିକ। ଓଡ଼ିଶାର ପୁଞ୍ଜି ବ୍ୟୟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର 6.3%, ଏହା ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ। 2024-25 ଆର୍ଥିକ ବର୍ଷରେ ପ୍ରଶାସନିକ ବ୍ୟୟ ପାଇଁ 97,725 କୋଟି ଟଙ୍କା ବରାଦ କରାଯାଇଛି। ତନ୍ମଧ୍ୟରୁ ଦରମା ପାଇଁ 32,571 କୋଟି ଟଙ୍କା, ପେନସନ ପାଇଁ 22,591 କୋଟି ଟଙ୍କା, ସୁଧ ଦେୟ ବାବଦକୁ 5,500 କୋଟି ଟଙ୍କା ଏବଂ ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ 6,822 କୋଟି ଟଙ୍କା ଅନ୍ତର୍ଭୁକ୍ତ ଅଟେ। ବିପର୍ଯ୍ୟୟ ପ୍ରଶମନ ପରିଚାଳନା କରିବା ପାଇଁ ବ୍ୟୟବରାଦ ପରିମାଣ 3,900 କୋଟି ଟଙ୍କା, ରାଜ୍ୟରୁ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ବ୍ୟୟବରାଦର ପରିମାଣ 8,375 କୋଟି ଟଙ୍କା। ଆମେ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ପ୍ରାୟ 3,804 କୋଟି ଟଙ୍କା ଏବଂ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ପ୍ରାୟ 4,449 କୋଟି ଟଙ୍କା ହସ୍ତାନ୍ତର
କରିବାକୁ ପ୍ରସ୍ତାବ ରଖିଛୁ। ମୋଟ ବ୍ୟୟ ଅଟକଳକୁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ 2,11,000 କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା 54,000 କୋଟି ଟଙ୍କାରୁ ଭରଣା କରାଯିବାର ପ୍ରସ୍ତାବ ରହିଛି। 2024-25 ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟର ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର 3.5% ହେବ ବୋଲି ଆକଳିତ ହୋଇଛି। 2024-25 ଆର୍ଥିକ ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ ରାଜ୍ୟର ରାଜସ୍ୱ ଟିକସ 60,000 କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ 58,000 କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବରେ 55,232 କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ମିଳିବାକୁ ଥିବା 37,768 କୋଟି ଟଙ୍କା ଅନ୍ତର୍ଭୁକ୍ତ। ମୁଁ ବର୍ତ୍ତମାନ ଏହି ବଜେଟର ବିଭିନ୍ନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଅନ୍ୟ 9ଟି ପ୍ରମୁଖ ସ୍ତମ୍ଭ ଅଧୀନସ୍ଥ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିବା ପାଇଁ ଯାଉଛି। ବାଚସ୍ପତି ମହୋଦୟା, ନାରୀ ଶକ୍ତି। ଭାରତୀୟ ସଂସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଇଥାଏ। ଋଗ୍ବେଦର ଦେବୀସୂକ୍ତ ସ୍ତୋତ୍ର ନାରୀକୁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ମୂଳାଧାର ରୂପେ ପରିଗଣିତ କରିଅଛି। ମହିଳାମାନଙ୍କର ସଶକ୍ତିକରଣ ଓ ଗାରିମା ରକ୍ଷା ଆମ ସରକାରଙ୍କର ପ୍ରମୁଖ ପ୍ରାଥମିକତା। ଏହି ଲକ୍ଷ୍ୟ ନେଇ ଉଭୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ନିମନ୍ତେ 2023-24 ଆର୍ଥିକ ବର୍ଷର ବଜେଟ୍ ଅଟକଳରେ ଥିବା 6,224 କୋଟି ଟଙ୍କାକୁ 3 ଗୁଣା ବୃଦ୍ଧି କରାଯାଇ 2024-25 ଆର୍ଥିକ ବର୍ଷରେ 17,922 କୋଟି ଟଙ୍କା କରାଯାଇଛି। ଆମର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ ବୈଠକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପାଇଁ ଆମେ ଅନୁମୋଦନ କରିଛୁ। ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରିବ। ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ 10,000 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପାଇଁ ଶିଳ୍ପ ପୁଞ୍ଜିର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିପଣନ ଏବଂ ପ୍ରଚାର ପ୍ରସାର ନିମନ୍ତେ 2027 ମସିହା ସୁଦ୍ଧା ଆମେ ଓଡ଼ିଶାରେ 25 ଲକ୍ଷପତି ଦିଦି ସୃଷ୍ଟି କରିବୁ। ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ଅଧୀନସ୍ଥ ଜୀବିକା ସଂଯୋଜନ ପଦକ୍ଷେପଗୁଡ଼ିକର ସହାୟତାରେ 1 ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ମାଧ୍ୟମରେ ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବଜେଟରେ 1,162 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ମଧ୍ୟ ରହିଛି। ବାଚସ୍ପତି ମହୋଦୟା, ମହିଳା ଓ ଶିଶୁମାନଙ୍କର ପ୍ରସଙ୍ଗଗୁଡ଼ିକ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ସେମାନଙ୍କର କଲ୍ୟାଣ ପରସ୍ପରକୁ ବହୁଳ ଭାବରେ ପ୍ରଭାବିତ କରିଥାଏ। ମହିଳାମାନଙ୍କର ମଙ୍ଗଳ ପାଇଁ ନିବେଶ ସିଧାସଳଖ ଶିଶୁ ବିକାଶକୁ ପ୍ରଭାବିତ କରି ଏକ ସକାରାତ୍ମକ ପ୍ରଭାବର ବଳୟ ସୃଷ୍ଟି କରିଥାଏ। ପ୍ରତ୍ୟେକ ଶିଶୁ ମଧ୍ୟରେ ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ ଏବଂ ସେମାନଙ୍କୁ ଭବିଷ୍ୟତରେ ଦେଶର ଦାୟିତ୍ୱ ବହନ କରିବା ପାଇଁ ପ୍ରସ୍ତୁତ କରିବା ଉପରେ ମଧ୍ୟ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ। 521 କୋଟି ଟଙ୍କାର ବ୍ୟୟବରାଦରେ ପ୍ରସୂତି ଓ ଶିଶୁମାନଙ୍କର ଯତ୍ନ ପାଇଁ ନଗଦ ଅର୍ଥ ହସ୍ତାନ୍ତର ନିମନ୍ତେ ଆମେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ମମତା ଯୋଜନା ସହିତ ସଂଯୋଜନ କରି କାର୍ଯ୍ୟକାରୀ କରିବୁ। ପୁଷ୍ଟି ସାଧନର ମାନ ବୃଦ୍ଧି କରିବା ପାଇଁ ପୋଷଣ ଅଭିଯାନ ଅଧୀନରେ 295 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ 2,806ଟି ନୂତନ ଅଙ୍ଗନବାଡି ଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ଏବଂ ପ୍ରଦର୍ଶନ ଆଧାରିତ ଉନ୍ନୟନ ପାଇଁ 30ଟି ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯିବା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆମେ ପୁଷ୍ଟି ସାଧନ କ୍ଷେତ୍ରରେ ଦୁର୍ବଳ ସ୍ଥିତିରେ ଥିବା ଅଞ୍ଚଳରେ 15,000 ଅଙ୍ଗନବାଡି କର୍ମୀଙ୍କୁ ଗୃହ ପରିଦର୍ଶନ ଓ ପରାମର୍ଶ କିଟ୍ ପ୍ରଦାନ କରିବା ନିମନ୍ତେ ଯୋଜନା କରିଛୁ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଅଙ୍ଗନବାଡି କେନ୍ଦ୍ରର ନାମ ଲେଖାଇଥିବା 18 ଲକ୍ଷ ପ୍ରାକ୍ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ୟୁନିଫର୍ମ ବଣ୍ଟନ କରାଯିବ। ଏଥିନିମନ୍ତେ 93 କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଅଧୀନରେ ଏକ ବ୍ୟାପକ ପୋଷଣ ରଣନୀତି ମାଧ୍ୟମରେ
554 କୋଟି ଟଙ୍କା ବ୍ୟୟବରାଦ ସହିତ ରାଜ୍ୟରେ 19 ଲକ୍ଷ ମହିଳା, କିଶୋରୀ ଓ ଶିଶୁ ହିତାଧିକାରୀଙ୍କୁ ପୋଷଣର ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖିଛି।